ଦୁଇଟା ଦୋକାନ ପାଖରେ ରଖିବୁ, ଦୁଇଟା ବରା ଖାଇକି ଯିବା, ଭାରି ଭୋକ ଲାଗିଲାଣି। ଆଉ ସୁକୁଟା ବରା ଦେଲୁ, ମତେ ଦିଟା ଦେ, ଗାଣ୍ଡୁକୁ ଦିଟା ଦେ। ଘୁଗୁନି ଦେବି? ନାଇଁ ଖାଲି ବଲା ଦେ। ତ ଘୁଗୁନିଲେ ତ ଖାଲି ପାନି, ଫଲ ଦମା ନାଇଁ, କହିଲା କଥା ଘୁଗୁଲି ଦବ। ହଉ ନେ। ଆରେ ଗାଣ୍ଡୁ, ଆଜି ବରାଟା ଭଲ ଲାଗିଲାନି, କାଲିର ବରାଟା ପୁରା ମସ୍ତ ଲାଗୁଥିଲା ନାଇଁ? ହଁ କି କଥା କହୁଛୁ? ଏ ବରା ପରା କାଲିର ବରା, କାଲି ଭଲ ଲାଗିଲା ଆଉ ଆଜି ଭଲ ଲାଗିଲାନି? ଆରେ ଠକ, ତୁ ଆମକୁ କାଲିର ବେଶୀ ବରା ଦେଇଦେଲୁ, ଯଦି ମୋ ପେଟ ଖରାପ ହେଲା? ଚାଲ ଗାଣ୍ଡୁ, ପଇସା ଦେବନି। ରେ ମାଡୁଆ, ମୋ ପଇସା ଦେ, ଯାଉଛୁ କୁଆଡେ? ଦେବିନି ଯା, କଣ କରିବୁ? ବାସି ବରା ଗୋଟେ କରିଦଉଛୁ, କହିଲେ କଣ ପଇସା ଦେ। ହଉ ରହରେ ପୁଅ, ତୋ ବାପା ଆସୁ ଖାଇବାକୁ, ତାଠୁ ପଇସା ରଖିଦେବି, ଜାଣିବୁ। ହାଇରେ ଅଭଦ୍ର, ତୋ ବାପା ତତେ ଭଦ୍ରାମି ଶିଖେଇନି, ମୋ ମୁହଁରେ କଣ ପଡୁଛୁ? ଆ ଛଲି ତନ ଲାଗିଲେ ପଥୁଳୁ କିଏ ପେଲା ନା କଣ? ନାଇଁ, ମୁଁ ପାଡ଼ିଦେଲି। ଚାଲୁ ତୁ ନା ନାଇଦେଲେ ଗ୍ୟାସ ଚାଲୁ ତୁ, ମୋ ଥାଇଦେଲେ ପିଲା ଉଲି ଯାଉଛି। ଆବେ ହେ, ସେ ବାସି ବରା ଖାଇକି ମୋ ପେଟ ସତରେ ଖରାପ ହେଇଗଲା। ସାଇକେଲ ରଖ, ଆଉ ହବନି, ମତେ ଜୋରେ ଝାଡା ମାରିଲାଣି। ତୁ ରଖ ସାଇକେଲ ରଖ। ଆଲେ ହେ, ଏ ଅନ୍ଧାରଲେ ବନ ଜଙ୍ଗଲରେ ତୁ ଆରେ ଝାଲା ଦେବୁ? ତୁ ଆଗ ରଖ, ମୁଁ ଗୋଟେ ପରିଷ୍କାର ଜାଗା ଦେଖି ବସି ପଡିବି, ନହେଲେ ତ ସାଇକେଲରେ ହଗିଦେବି। କଣ ଗୋଟେ ଗନ୍ଧ ହଉଛି ରେ? ଦୁଆରେ କୁକୁର ଆସି ହଗୁଛି ନା କଣ? ଆରେ ବୋମା, ଦେଖିଲୁ ଆମ ଦୁଆରେ ଗୋଟେ କୁକୁରଟା ଆସି ହଗୁଛି ନା କଣ? ଆଜି ଦିନରେ ବୁଢୀ ଗୋବରରେ ଲିପିଛି, ଖାଲି ଗୁରୁବାର ଚୋଖା ହଗୁଛି, ସେ ସବାକ୍ଷାକୁ ବାଡାରେ। ହରି ସଦା, ତୁ କଣ ଆମ ଦ୍ୱାରା ସେ ହଉଛୁ? ମୋ ଦୁଆର ଆସି ହଗୁଛୁ, କହିଲାରୁ ଉଠୁନୁ କଣ? ଭାଇ ତମକୁ ଧର୍ମ ଶୋଇବେନି, ଅଧା ଝାଡରେ ମତେ ଉଠଉଛ, ମୁଁ ଉଠି ପାରୁନି। ଆଉ ଟିକେ ଅଛି ଭାଇ। ସେ ସବାକ୍ଷା ଉପରେ ପାଣି ଢାଳିଦେଲେ, ମୋ ଚଉରା ଆସି ଗନ୍ଧିଆ ଗଲା। ତଥାପି ଉଠୁନୁ, ରହ, ପାଣି ବାଲ୍ଟି କୁଆଡେ ଗଲା? ସରିଗଲା, ପଳାଇ ଏଠୁ। ଏତେ ପାଟି କରୁନଥିବୁ ଥିଲା କେଜାଣି, ସେ କୁକୁରଟା ବୋଧେ କିଏ ତାଙ୍କ ଘରେ ଆସି ହଗୁଥିଲା ନା କଣ? ମୁଁ ତ ଏପଟେ ଯାଇଥିଲି। ଗୋଲି ମାଷ୍ଟର କଣ ଫୋନ କଲାଣି? ହ୍ୟାଲୋ ସାର୍, ନମସ୍କାର। ହଁ ନମସ୍କାର। ଆରେ ଲଟିଆ, ତୁ ସ୍କୁଲ କାହିଁକି ଆସିନୁ? ସାର୍ ମୋର ଝାଡା ହଉଛି, ଖାଲି ଭସ କରି ପାଣି ବୋହିଲା ବେଳେ ହଉଛି, ଘରୁ ବାହାରି ପାରୁନି। ମିଛ କଥା, ତୋର ଝାଡା ପଡା କିଛି ହଉନି, ଗାଁରେ କୋଉଠି ଯାଇକି ବୁଲୁଥିବୁ, ନହେଲେ ବଳ ବାଡଉଥିବୁ। ନାଇଁ ସାର୍, ସତରେ ଝାଡା ହଉଛି, ଆପଣଙ୍କ ବିଦ୍ୟାଳୟ ପକଉଛି, ମୁଁ ଘରେ ଅଛି। ଆପଣ ଯୋଉ ପାଠ ପଢିବାକୁ ଦେଇଥିଲେ ମୁଁ ସବୁ କରୁଛି। କୋଉ ପାଠ ସବୁ କରୁଛୁ? ସାର୍, ସାହିତ୍ୟ, ଗଣିତ, ଇଂରାଜୀ ସବୁ ପଢୁଛି। ହଉ ଠିକ ଅଛି, ତୁ ଯୋଉଦିନ ସ୍କୁଲ ଆସିବୁ, ଘରେ କଣ କଣ ସବୁ କରିଛୁ ସବୁ ନେଇକି ଆସିବୁ ହେଲା। ଘରେ ଯାହା ସବୁ କରିଥିବୁ ନେଇକି ଆସିବୁ, ଆଣିଛୁ? ହଁ ସାର୍, ସବୁ ଆଣିଛି। ଆଣ, ଦେଖା ମତେ। ହଁ ସାର୍, ଦେଖନ୍ତୁ, ଏଇଟା ହଉଛି ଗଣିତର ଖାତା, ଏଇଟା ହଉଛି ସାହିତ୍ୟର ଖାତା, ଆଉ ଏଇଟା ହଉଛି ଇଂରାଜୀର ଖାତା। ତୁ ତାହେଲେ ସତରେ ପଢୁଥିଲୁ, ଭେରି ଗୁଡ୍। ସାରେ ଆଉ ଗୋଟେ ଜିନିଷଟେ ବି ଆଣିଛି, ଏଇ ଟିଫିନରେ ଅଛି। କଣ ମୋ ପାଇଁ ଖାଇବାକୁ ଆଣିଛୁ? ବା, ମତେ ଭାରି ଭୋକ ହଉଥିଲା, ଦେ ଆଣ। ନିଅନ୍ତୁ ସାରେ। ଆରେ ଇଏ କଣ? ଟିଫିନ ଝାଡା କାଇଁ ପଡି ଜାଣିଛୁ? ମୋ ପ୍ୟାଣ୍ଟ ସାର୍ଟ ନଷ୍ଟ କଲୁ, ମୋ କ୍ଲାସ ରୁମ୍ ଗନ୍ଧିଆ କଲୁ, ମୁଁ ତତେ ଛାଡିବିନି ଆଜି। ହରେ ସାର୍, ମୋର କଣ ଭୁଲ? ସାର୍, ମୁଁ ତ ଆପଣଙ୍କ କଥା ମାନିଛି, ଆପଣ ଯାହା କହିଲେ ମୁଁ ସେଇଆ କଲି। କଣ ମୁଁ କହିଲି, ତୁ କଣ କଲୁ? ସାର୍, ଆପଣ ତ କହିଲେ ଘରେ ଯାହା ସବୁ କରିଥିବୁ ନେଇକି ଆସିବାକୁ, ଆଉ ମୁଁ ତ ଗଣିତ, ସାହିତ୍ୟ, ଇଂରାଜୀ ଯାହା କରୁଥିଲି ଦେଖେଇଲି। ଆଉ ମୋର ଝାଡା ହଉଥିଲା ବୋଲି ଦିନ ରାତି ଝାଡା ବି କରୁଥିଲି, ତେଣୁ ତାକୁ କେମିତି ନ ଆଣିଥାନ୍ତି? ଆରେ ମୂର୍ଖ, ଝାଡା କିଏ କଣ କୋଉଠିକି ନେଇକି ଯାଏ? ଯା ପଳାଠୁ, ନେ ତୋ ଝାଡା ନେଇକି ଯା, ତୋ ଘରେ ଖେଳୁ, ଯା। କୋଉଠି ମୂଷା ମରିଛି କି? କି ଗନ୍ଧ ହଉଛି? ଏ ନାଇଁ ରେ, ମୂଷା ମରିନି,
এই পত্রটা এমিতি গন্ধ হଉଛି এই পত্রକୁ বରା কলে এইলে খাইবি। ছি ଗନ୍ଧରେ ନାକ ଫାଟି ଯାଉଛି ତାକୁ ପୁଣି ପେଟ ଖାଇବି ମୁଁ ଜମା ଖାଇବିନି ମୋ ପାଇଁ ଅଣ୍ଡା ଦିଟା ଆମ୍ଲେଟ କରିଦେବୁ। ହଁ 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 ତୋର ସବୁବେଳେ ସେ ଅଣ୍ଡା ଆମଲେଟ ମସଲା ଝୋଳ ଆଉ ଯେତେ ସବୁ ପାଟି ସୁଆଦିଆ ଖାଦ୍ୟ ଖାଇବାର ମନ ହଁ ଆକୁ କାହିଁ ଖାଇବୁ? ଆରେ ଇଏ ପତ୍ର ସିନା ନାକକୁ ଗନ୍ଧଉଛି ହେଲେ ଆ ଭିତରେ ଯୋଉ ଔଷଧୀୟ ଗୁଣ ଅଛି କେତେଟା ରୋଗ ପାଇଁ ସେ ରାମବାଣ ପରି କାମ କରେ ବୁଝିଲୁ। ଏଇ ଗନ୍ଧ ପତ୍ରରେ କି ରୋଗ ଭଲ ହବ? ଶୁଣୁ ଆକୁ ଖାଇଲେ ପେଟ ସଫା ହେଇ ଝାଡା ହୁଏ, ଗ୍ୟାସ ପେଟରୁ ବାହାରି ଯାଏ ଆଉ ଅଣ୍ଟା ଧର ରୋଗ ବି କମିଯାଏ ବୁଝିଲୁ। ହଉ ତମ କଥାରେ ଖାଇବି। ଯଦି ଝାଡା ସଫା ହଉ ହଉ ପ୍ୟାଣ୍ଟରେ ହେଇଯିବ ତମେ ସବୁ ସମ୍ଭାଳିବ ତ? ହଉ ଖାଇକି ସ୍କୁଲ ଯା କିଛି ହବନି। হইলে আলে আদি কলা পোতা অন্দালে বুদিয়া কলি কাইকি আতি তুলে কি কি গন্ধ পালো পালো তুয়া আলে লাকা পাতি যাউতি বাতি বালি আতুতি আলে তবু দিন তো পালু আলে এবিতে কত উইলি। ହଁ ପରା ଆଜି ବୋଉ କି ଗନ୍ଧ ପତ୍ର ତ ହଁ ପଶୁରାଣୀ ପତ୍ର ବରା ଖାଇବାକୁ ଦେଇଥିଲେ ସେଇଆକୁ ଖାଇକି ସେ ଗନ୍ଧ ଗୁଡିଆ ଖାଲି ପାଡ଼ ହେଇକି ବାହାରି ଯାଉଛି ଆଉ। হয়রে তুমি তো এটা ক্লাসে বসু বসু কোন এমনি গন্ধ হলা হ্যাঁ এ হে ছি এ কিଏ আসু আসু পাড়ি দেলা ନାଇଁ ସାର୍ ଆମେ ପାରିନୁ ଆମେ ଆସିଲା ବେଳକୁ ଗୋଟେ କୁକୁରଟେ ମରିକି ସଡ଼ିକି ପଡ଼ିଥିଲା ସେଇ ଗନ୍ଧ ଆମ ନିଶ୍ୱାସ ବାଟେ ପେଟ ଭିତରେ ପଶିଯାଇଛି ଆଉ ପାଟି ଖୋଲିଲେ କାଲି ସେଇ ଗନ୍ଧ ବାହାରି ଆସୁଛି ଆଉ। ହଁ ପରା ଦେଖୁନୁ ସେ ମୋଡ ଗନ୍ଧଟା ବେଳେ ବେଳେ ଝରକା ପଟେ ପଶି ଦୁଆରେ ମୁହଁ ଆଡେ ବାହାରି ଯାଉଛି। କିନ୍ତୁ ମୋର ବୋଧେ ପ୍ୟାଣ୍ଟରେ ଝାଡା ହେଇଗଲା ଆଉ। আলে তোর তো দালা হইগলা ଆଉ ମୁଁ ତଲ ବୁଦ୍ଧିବି। আরে তো ঝাড়া পরে গন্ধ হଉଛି ঝাড়া କରିଦେଇଛି ସମସ୍ତେ ତ ଠିଆ ହେଇଛନ୍ତି ତୁମେ ଦି ଜଣ ବସି କଣ ଫୁସୁର ଫୁସୁର ହଉଛ? ତୁମରି ଭିତରୁ କିଏ ଝାଡା କରି ଗନ୍ଧଉଛି? କିନ୍ତୁ ପ୍ଲିଜ ତୋର ହେଇଛି ବୋଲି କହିଦେ। ହଉ କହିଦେ ତୁ କହିଦେ ତୁ ଯାହା କହିବୁ ମୁଁ କରିବି କିନ୍ତୁ ତୁ କହିଦେ। କାହାର ଝାଡା ହେଇଛି ଶୀଘ୍ର କ୍ଲାସରୁ ବାହାର। লাই ତାହେଲେ ତାହେଲେ ଦାଉଦି ଦାଉଦି। ସାର୍ ଗେଣ୍ଡୁ ତ ଘରକୁ ପଳେଇଲା ଏ ନଟି ଆଡୁ ତ ସାର୍ ଗନ୍ଧ ଆସୁଛି। और अभी तो रुको, क्लाइमैक्स अभी बाकी। ଆଚ୍ଛା ଏ କାମ ତୋର ନଟିଆର ହଇରେ ତୁ ଗେଣ୍ଡୁ ନା ମିଛ କଥା କାହିଁ କହିଲୁ? ରହ ତୋ ବାପାକୁ ଫୋନ କରୁଛି। ହଇରେ ତୁ ସବୁବେଳେ ଏମିତି ନା ପକା କାମ କଲୁ ହାଁ ଚାଲ ଘରକୁ ଆଜି ତୋ କଥା ଆଜି ବୁଝୁଛି। ବାପା ମୋର ଦୋଷ କଣ? ମୁଁ ତ ସେ ଗନ୍ଧ ପଶୁରାଣୀ ପତ୍ର ଖାଇବିନି ବୋଲି ମନା କରିଥିଲି ତମେ ମତେ ବାଧ୍ୟ କରି ଖୁଆଇଲ କହିଲେ ପତ୍ର ଖାଇଲେ ତ ସଫା ହବ ଝାଡା ସଫା ହବ। ତାହେଲେ ତାଉ ତାଉ କାଦୁଦି ହଇରେ ତାର ତ ଝାଡା ହେଲା ତୁ କାହିଁ ମିଛ କଥା କହି ଘରକୁ ଗଲୁ? ତମେ ଦି ଜଣ ମିଛ କହିବାରେ କେହି କାହାକୁ କମ ନୁହଁ।